जय श्री माधव, जय श्री माधव, जय श्री सत्येन्द्र माधव। पंचम अध्याय। शोक परीक्षे देई ज्ञान राजार दक्षिण दर्शन भय को कले निवारण पंचमे एहि विवरण। श्री शुकवाच। शोक कहती शुण राय श्री भागवतर निर्णय ए भागवत आदि अंत विश्वात्मा हरिर चरित जार प्रसाद करी ब्रह्मा जनमी सृष्टि करी ଯାହାର କ୍ରୋଧ ଜାତ ହୋଇ ରୁଦ୍ର ଜଗତ ସଂହାରଇ ଶୁଣ ପରୀକ୍ଷ କ୍ଷିତିପତି ମରିବୁ ବୋଲି ଯେଉଁ ଭୀତି ପ୍ରାଣିତା ଅଜ୍ଞାନ କରନ୍ତି ତୁ ଏବେ ଛାଡ଼ ଏହି ଭ୍ରାନ୍ତି ଜନମ କୌଣସି ଦିନ ନହିଛ ତୁମ୍ଭେ ତ ରାଜନ ଆଗରେ ଜନମ ନୋହିବ ବର୍ତ୍ତମାନରେ ନ ମରିବ ଉତ୍ପତ୍ତି ସ୍ଥିତି ଯାର ନାହିଁ ବିନାଶ ହୋଇବ କିମ୍ପାଇଁ ପୁତ୍ର ପୌତ୍ରାଦି ଏ ତୋହର କେହି ଯେ ନୁହନ୍ତି କାହାର ଯେମନ୍ତେ ବୀଜରୁ ଅଙ୍କୁର ତହୁଁ ବୃକ୍ଷାଦି ଅବତାର ସେ ଫଳ ଏ ପ୍ରତ୍ୟେକେ ବୀଜ ଅଙ୍କୁରି ପୁଣି ବୃକ୍ଷେ ତେମନ୍ତ ନୋହେ ପିତା ପୁତ୍ର ସମ୍ବନ୍ଧ ଜାଣ ପରୀକ୍ଷିତ ଏହା ସେ କରିବା ବୁଝାଇ ଯେନେ କାଷ୍ଠରେ ଅଗ୍ନି ଥାଇ ଅରଣି କରି ତା ମନ୍ଥିଲେ ଅଗ୍ନି ପ୍ରକାଶ ହୋଏ ଭଲେ ପ୍ରତ୍ୟକ୍ଷ ଦର୍ଶନ ଦିଅଇ ଅରଣି ଭସ୍ମ ସେ କରଇ ଆପणे ଅନ୍ତର୍ଧାନ ଯାଇ ଏଭାବେ ଦେହେ ମାୟା ଛାଇ ଯୋଗ ଅଭ୍ୟାସରେ ମନ୍ଥିଲେ ଦର୍ଶନ ପାଇ ତାକୁ ଭଲେ ସେ କର୍ମ ବନ୍ଧନ ଶରୀର ଦଗ୍ଧ କରି ହୁଏ ଅନ୍ତର ସ୍ୱପ୍ନେ ସେ ମୁଣ୍ଡ କାଟ ଯାଇ ପ୍ରାଣ ତ୍ୟାଗ ହୋଇ ନ ଥାଇ ନିଦ୍ରା ଭଙ୍ଗରେ ମିଥ୍ୟା ହୋଇ ଏଭାବେ ଜନ୍ମ ମୃତ୍ୟୁ ଦୁଇ ଏ ଆତ୍ମା ଶରୀର ବିଲଗ ଜନ୍ମ ମରଣେ ନାହିଁ ସଙ୍ଗ ଘଟର ଭିତରେ ଆକାଶ ସେ ଘଟ ଯେବେ ହୋଏ ନାଶ ଆକାଶ ପୂର୍ଣ୍ଣମୟ ଦିଶେ ଘଟ ବିଯୋଗ ରହି ଶେଷେ ସେ ଭାବେ ଦେହ ନାଶ କଲେ ଜୀବ ମିଶଇ ବ୍ରହ୍ମ ତୁଲେ ଘଟ ଏଇ ବିନାଶ ହୁଅଇ ଜନ୍ମ ମରଣ ତାର ନାହିଁ ଏ ଜୀବ ବିନାଶ ନୁହଇ ପୁଣ ଶରୀରେ ପ୍ରକାଶଇ ମନ ହିଁ ଦେହ ଗୁଣ କର୍ମ ଆପणे କରଇ ସୃଜନ ସେ ମନ ମାୟାରୁ ସମ୍ଭବ ତେଣୁ ଜନ୍ମ ମୃତ୍ୟୁ ଲାଭ ମାୟା ଦେହର ଅଧିଷ୍ଠାନ ଦେହ ସଂଯୋଗ ବିଯୋଗେଣ ଯେସନେ ପ୍ରଦୀପ ଜଳଇ ଘୃତ ବଳିତା ଯୋଗ ପାଇ ତାହାକୁ ଅସଂଯୋଗ କଲେ ଅଗ୍ନି ଅଦୃଶ୍ୟ ହୋଇ ଭଲେ ଏମନ୍ତ ଜୀବ କର୍ମ ଯୋଗେ ଦେହରେ ସଂଯୋଗ ବିଯୋଗେ ଜନ୍ମ ମରଣ ତିନି ଗୁଣେ ଜନ୍ମ ହୋଇ ରଜଗୁଣୀ ତମ ଗୁଣରେ ନାଶ ଯାଇ ସତ୍ୟ ଗୁଣରୁ ସେ ବଢ଼ଇ ଶରୀରେ ଆତ୍ମା ଲାଗି ନାହିଁ ଆତ୍ମା ଯେ ଜ୍ୟୋତି ସ୍ୱରୂପ ହିଁ ବ୍ୟକ୍ତ ଅବ୍ୟକ୍ତ ବେନି ପର ଆକାଶ ପ୍ରାୟ ସର୍ବାଧାର ସର୍ବବ୍ୟାପୀ ସେ ଯେ ନିର୍ବିକାର ଅନ୍ତ ଉପମା ନାହିଁ ଯାର ଏହି ପ୍ରକାରେ ଆତ୍ମା ଜାଣି ଆତ୍ମାକୁ ଆତ୍ମା ଗୁଣେ ମଣି ଅନୁମାନ ବୁଦ୍ଧି ବିଚାର ବାସୁଦେବଙ୍କୁ ଚିନ୍ତା କର ଏକତ୍ୱ ଭାବେ ଚିତ୍ତ ଧର ପ୍ରାଣକୁ ଭୁରୁ ମଧ୍ୟ ଭର ବାସୁଦେବରେ ଆତ୍ମା ଲୀନ ଧ୍ୟାନ ଦେଖ ତୁ ନିରଞ୍ଜନ ନିର୍ବାଣ ମୁକ୍ତି ପାଇବ ତକ୍ଷଣ ବାଧା ନ ଲାଗିବ ତକ୍ଷକ ବ୍ରାହ୍ମଣ ସାପରେ ଦଂଶିବ ତୁମ୍ଭର ଶରୀରେ ମାୟା ଦେହକୁ ସେ ଦଂଶିବ ବିଶ୍ୱ ଜାଳରେ ଭସ୍ମ ହେବ ଜୀବ ଥିବା ଯାଏ ତୁମ୍ଭର ଦଗ୍ଧ ନ କରିବ ଶରୀର ମୃତ୍ୟୁ କାରଣ ଯେବା ଅଛି ଭୋଗ ନହିବ ତୁମ୍ଭ କିଛି ତୁମ୍ଭେ ଯେ ମୃତ୍ୟୁର ଈଶ୍ୱର ଅବିନାଶୀ ଜୀବ ତୁମ୍ଭର ଯେଣୁ ତୁ ମୃତ୍ୟୁକୁ ନ ଡର ଜନ୍ମିଲେ ମରଣ ନିକର ପରମ ବ୍ରହ୍ମ ନିରାକାର ଜ୍ୟୋତି ସ୍ୱରୂପେ ଲୀନ କର ତେବେ ତୁ ନିଜକୁ ଚିହ୍ନିବୁ ପରମ ବ୍ରହ୍ମ ମୁଁ ଜାଣିବୁ ନିରାକାର ବ୍ରହ୍ମ ସ୍ୱରୂପୀ ପରମ ପଦେ ଅଛି ବ୍ୟାପୀ ଏ ରୂପ ଚିନ୍ତି ଆତ୍ମା ଧ୍ୟାନେ ଲୟ ଲଗାଇ ନିରଞ୍ଜନେ ଆତ୍ମା ଭାବ ଜାଣଇ ସୂକ୍ଷ୍ମରେ ବ୍ରହ୍ମ ଭାବ ପାଇ ସେ ନିରାକାରେ ଲୀନ ହୋଇ ମରଣେ ତୋର ଶଙ୍କା ନାହିଁ ତକ୍ଷକ ବ୍ରହ୍ମ ସାପେ ଆସି ତୁମ୍ଭର ଚରଣରେ ଦଂଶି ସେ ବିଷ ଅଗ୍ନି ତୁମ୍ଭ ଦେହ ଦଗ୍ଧ କରିବ ଭସ୍ମମୟ ତୁମ୍ଭେ ଯେ ତାହାକୁ ଦେଖିବ ତ ଦେହେ ଜୀବ ଯେ ନ ଥିବ ଯୋଗ ଅଗ୍ନିରେ ତୋ ଶରୀର ପ୍ରକୃତି ଜିଣୀଣ ସତ୍ୱର ପରମ ପଦେ ଯାଇଥିବ ଏ ମାୟା ଦେହ ନ ଦେଖିବ
ମାୟା ଶରୀର ନାଶ ଜୀବ ଜଗତ ପ୍ରତ୍ୟକ୍ଷ ଦେଖିବ ତୁମ୍ଭର ଦେହ ଆତ୍ମା ଜୀବ ନିରାକାରରେ ଲୀନ ହେବ ଯା ମୋତେ ତୁମ୍ଭେ ପୂଜା କଲ ତୁମ୍ଭଙ୍କୁ କହିଲୁ ସକଳ ସର୍ବ ଆତ୍ମା ଯେ ବାସୁଦେବ ଏବେ ଧ୍ୟାନରେ ତାଙ୍କୁ ଭାବ ମୌନ ବ୍ରତ ହୋଇ ବସ ପାଦାର ବିନ୍ଦେ ମନ ରସ ଲୟ ଲଗାଅ ତନ୍ମନରେ ବସ ନିର୍ବାଣ ମୁକ୍ତି ଦ୍ୱାରେ ଏଥିରେ ନାହିଁ ଯେ ସଂଶୟ ଏବେ କି ଇଚ୍ଛା ନୃପ କହ ଏମନ୍ତ ସୁଖ ମୁଖ ବାଣୀ ବଲଇ ପରୀକ୍ଷିତ ଶୁଣିଚିତ ଆନନ୍ଦେ ପୁଲକିତ କୃଷ୍ଣ ଚରଣେ ଦେଇଚିତ ଏ ପ୍ରଭୁ ପରମ ପୁରୁଷ ମହିମାନ ଜାଣଇ ଶେଷ ତୁମ୍ଭର ଭାବ ତୁମ୍ଭେ ଜାଣ ତ ବିନୁ ନାହିଁ ପରିତ୍ରାଣ ତୁମ୍ଭ ଚରଣେ ମନ ମୋର କାଳେ ରଖିବ ଚକ୍ରଧର ଆଶା ବିଶ୍ରାମ ବାନା ତୋର ମୋ ଆଶା ରଖ ତ ପୟର ନମସ୍ତେ ଦେବ ନାରାୟଣ ଭବ ଜଳରୁ କର ତ୍ରାଣ କହଇ ବିପ୍ର ଜଗନ୍ନାଥ ତ୍ରାହି କରିବେ ଲକ୍ଷ୍ମୀକାନ୍ତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱାଦଶ ସ୍କନ୍ଧେ ବ୍ରହ୍ମୋପଦେଶो ନାମ ପଞ୍ଚମୋऽଧ୍ୟାୟः। जय श्री माधव जय श्री माधव जय श्री सत्यानंद माधव।